ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଥିଲୁ ଯେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ଯେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରକୃତ ମହାନତା ନମ୍ରତା ଏବଂ ଅନ୍ୟର ସେବା ଦ୍ୱାରା ହିଁ ଆସିଥାଏ। ଦ୍ରାକ୍ଷା କ୍ଷେତ୍ରରେ ଶ୍ରମିକମାନଙ୍କ ଦୃଷ୍ଟାନ୍ତ ଆମକୁ ମନେ ପକାଇ ଦେଇଥିଲା ଯେ ପରମେଶ୍ୱର ମନୁଷ୍ୟର ତୁଳନା କିମ୍ବା ପଦବୀ ଅନୁସାରେ ନୁହେଁ, ବରଂ ନିଜର ଅନୁଗ୍ରହ ଏବଂ ବିଶ୍ୱସ୍ତତା ଅନୁସାରେ ଲୋକମାନଙ୍କ ସହିତ ବ୍ୟବହାର କରନ୍ତି। ଆଜିର ଅଧ୍ୟୟନରେ ଆମେ ମାଥ୍ୟୁ 21 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଯୀଶୁ ଜଣେ ରାଜା ଭାବରେ ବିଧିବଦ୍ଧ ଭାବେ ଜେରୁସାଲେମରେ ପ୍ରବେଶ କରିବେ। ଦୃଷ୍ଟାନ୍ତ ମାଧ୍ୟମରେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ଆହ୍ୱାନର ଉତ୍ତର ଦେବେ। ତେବେ ଆସନ୍ତୁ ଅଧ୍ୟୟନ କରିବାକୁ ଯିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜି ଆମେ ମାଥ୍ୟୁ 21 ପର୍ବ ଉପରେ ଅଧ୍ୟୟନ କରିବା। ଏହି ପର୍ବରେ ଯୀଶୁ ଯୋଜନାବଦ୍ଧ ଭାବେ ଜେରୁସାଲେମରେ ପ୍ରବେଶ କରୁଛନ୍ତି। ତାପରେ ମନ୍ଦିରକୁ ପରିଷ୍କାର କଲେ, ଡିମ୍ବିରି ଗଛକୁ ଅଭିଶାପ ଦେଲେ। ଯେତେବେଳେ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ତାହାଙ୍କୁ ଆହ୍ୱାନ ଦେଉଛନ୍ତି, ଶେଷରେ ଆଉ ଏକ ଦୃଷ୍ଟାନ୍ତ ଦେଇଥିବା ଦେଖୁ। ଏହି ପର୍ବରେ ମାଥ୍ୟୁ ସୁସମାଚାରକୁ ସ୍ପଷ୍ଟ ଭାବେ ଦେଖିବାକୁ ପାଉଛୁ। ପ୍ରଭୁ ଯୀଶୁ ଏକ ନୂଆ ଆଭିମୁଖ୍ୟ ନେଇ ଜେରୁସାଲେମକୁ ଆସୁଛନ୍ତି। ଏହା ପୂର୍ବରୁ ଯୀଶୁ ଅନେକ ଥର ଜେରୁସାଲେମକୁ ଯାଇଥିଲେ, କିନ୍ତୁ ବର୍ତ୍ତମାନ ସେ ରାଜାଙ୍କ ସହର ଜେରୁସାଲେମ ଉପରେ ରାଜାଙ୍କ ଦାବିକୁ ଦୃଢ଼ ଭାବରେ ସାବ୍ୟସ୍ତ କରୁଛନ୍ତି। ତାଠାରୁ ବଡ଼ ପଦକ୍ଷେପ ଆଉ କିଛି ହୋଇନପାରେ। ସେ ଦ୍ୱିତୀୟ ଥର ପାଇଁ ମନ୍ଦିରକୁ ପରିଷ୍କାର କରୁଛନ୍ତି। ତାଙ୍କର ଯେଉଁ ଈଶ୍ୱରତ୍ୱକୁ ଦାବି କରୁଥିଲେ, ଯଦି ତାହା ସତ୍ୟ ହୋଇନଥାନ୍ତା, ତାହା ବଡ଼ ଦୁଃସାହସ ବୋଲି ପ୍ରମାଣିତ ହୋଇଥାନ୍ତା। ସେ ଡିମ୍ବିରି ଗଛକୁ ଅଭିଶାପ ଦେଉଛନ୍ତି, ତାହା ତାଙ୍କ ଅଧିକାରର ଚିହ୍ନ ସ୍ୱରୂପ ଅଟେ। ସେ ଧର୍ମନେତାମାନଙ୍କ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନେ ତାଙ୍କୁ ବଧ କରିବା ନିମନ୍ତେ ଯୋଜନା କରୁଥିଲେ। ଆପଣ ଯୀଶୁଙ୍କ କାର୍ଯ୍ୟ ପଦ୍ଧତିରେ ସୁଚିନ୍ତିତ ଓ ଯୋଜନାବଦ୍ଧ ବିଷୟ ଲକ୍ଷ୍ୟ କରିବେ। ସେ ବର୍ତ୍ତମାନ ପରିସ୍ଥିତିକୁ ଯୋଜନାବଦ୍ଧ କରିବା ପାଇଁ ବାଧ୍ୟ କରୁଛନ୍ତି। ସେ କେବେ ଓ କିପରି ପଦକ୍ଷେପ ନେବେ, ସେଥିପାଇଁ ସେ ସେମାନଙ୍କୁ ବାଧ୍ୟ କରୁଛନ୍ତି। ସେ ସମ୍ପୂର୍ଣ୍ଣ ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଯେତେବେଳେ ସେ କ୍ରୁଶ ଆଡ଼କୁ ଅଗ୍ରସର ହେଉଛନ୍ତି, ସେତେବେଳେ ସେ ସବୁଠାରୁ ଅଧିକ ରାଜକୀୟ ପରି ମନେ ହେଉଛନ୍ତି। ମାଥ୍ୟୁ 21 ପର୍ବ ତାର 1-3 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି, ମୋ ସହିତ ଖୋଲନ୍ତୁ। ଯେତେବେଳେ ସେମାନେ ଜେରୁସାଲେମର ନିକଟବର୍ତ୍ତୀ ହୋଇ ବେଥଫାଗି ଓ ଜିତ ପର୍ବତ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ 2 ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ, ତୁମମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ଯିବା ମାତ୍ର ବନ୍ଧା ହୋଇଥିବା ଗୋଟିଏ ଗଧର୍ବି ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ। ସେମାନଙ୍କୁ ଫିଟାଇ ମୋ ନିକଟକୁ ଘେନି ଆସ। ଆଉ ଯେବେ କେହି ତୁମମାନଙ୍କୁ କିଛି କହେ, ତେବେ କହିବ, ଏମାନଙ୍କଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ। ଅନେକ ଲୋକ ଏହି ଘଟଣା ପଛରେ କିଛି ଆଶ୍ଚର୍ଯ୍ୟ ବିଷୟ ଘଟିଥିବା ଦେଖନ୍ତି, କିନ୍ତୁ ମୁଁ ସେପରି କିଛି ଦେଖୁନାହିଁ। ମୋ ଚିନ୍ତାରେ ଏହା ଏକ ସାଧାରଣ ଓ ସ୍ୱାଭାବିକ ପରିସ୍ଥିତି ଥିଲା। ହୁଏତ ଯୀଶୁ ଶେଷ ଥର ପାଇଁ ଜେରୁସାଲେମକୁ ଆସିଥିଲେ। ମନେ ହୁଏ ସତେ ଯେପରି ସେ ତାଙ୍କ କିଛି ବନ୍ଧୁଙ୍କୁ କହିଥିଲେ ଯେ ପରବର୍ତ୍ତୀ ସମୟରେ ମୁଁ ଯେତେବେଳେ ଆସିବି ଓ ପାପ ସବୁକୁ ବାହାର କରିଦେବି। ହୁଏତ ସେ ତାଙ୍କ ଯୋଜନା ବିଷୟରେ କହିଥିବେ ଓ ଏହା ନିସ୍ତାର ପର୍ବ ସମୟରେ କରିବାକୁ ଚାହିଁଥିଲେ। ମୋର ମନେ ହୁଏ ସେ ସେମାନଙ୍କୁ କହିଥିଲେ ଯେ ସେ ଏହି ପଶୁମାନଙ୍କୁ ଆଣିବା ପାଇଁ ନିଜର 2 ଶିଷ୍ୟଙ୍କୁ ପଠାଇବେ। ଏମାନଙ୍କଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ମୁଁ ଭାବୁଛି ଯେ ଯଦି ଆମେ
ଏହି ଘଟଣାକୁ ଏହି ଦୃଷ୍ଟିକୋଣରୁ ଦେଖିବା ତେବେ ଆହୁରି ଅଧିକ ଆଶ୍ଚର୍ଯ୍ୟଜନକ ମନେ ହେବ। ମାଥ୍ୟୁ 21 ପର୍ବ ତାର 4 ଏବଂ 5 ପଦରେ ଲେଖା ଅଛି, ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ ସେଥି ନିମନ୍ତେ ଏହା ଘଟିଲା। ସିଓନର କନ୍ୟାକୁ କୁହ, ଦେଖ ତୋର ରାଜା ତୋ ନିକଟକୁ ଆସୁଅଛନ୍ତି। ସେ ନମ୍ର ଓ ଗଦର୍ବାରୋହୀ, ଶାବକ ଗଦର୍ବ ଶାବକାରୋହୀ। ଏହା ଜିଖରୀୟ 9 ପର୍ବ ତାର 9 ଉଦ୍ଧୃତ କରାଯାଇଛି। ଗୋ ସିଓନ କନ୍ୟା ଅତିଶୟ ଉଲ୍ଲାସ କର, ଗୋ ଜେରୁସାଲେମ କନ୍ୟା ଜୟଧ୍ୱନି କର। ଦେଖ ତୁମ୍ଭ ରାଜା ତୁମ ନିକଟକୁ ଆସୁଛନ୍ତି। ସେ ଧର୍ମମୟ ଓ ପରିତ୍ରାଣ ବିଶିଷ୍ଟ। ସେ ନମ୍ରଶୀଳ ଓ ଗଦର୍ବ ଉପରେ ଅର୍ଥାତ୍ ଗଦର୍ବୀର ଶାବକ ଉପରେ ଆରୋହଣ କରି ଆସୁଛନ୍ତି। କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଲେଖାକୁ ଉଦ୍ଧୃତ କଲାବେଳେ ମାଥ୍ୟୁ ଛାଡ଼ି ଦେଇଛନ୍ତି। ଧ୍ୟାନର ସହିତ ଦେଖନ୍ତୁ, ଗୋ ସିଓନ କନ୍ୟା ଅତିଶୟ ଉଲ୍ଲାସ କର। କାହିଁକି? କାରଣ ଆମ ପ୍ରଭୁ ଉଲ୍ଲାସ କରିବା ସମୟରେ ଜେରୁସାଲେମକୁ ଆସିନଥିଲେ। ତାହା ତାଙ୍କ ଦ୍ୱିତୀୟ ଆଗମନ ସମୟରେ ଘଟିବ। ସେ ଧର୍ମମୟ ଓ ପରିତ୍ରାଣ ବିଶିଷ୍ଟ। ଏହି ଅଂଶଟି ମଧ୍ୟ ଛାଡ଼ି ଦିଆଯାଇଛି। ଏଠାରେ ପରିତ୍ରାଣ ଶବ୍ଦ ବିଜୟକୁ ବୁଝାଏ, ଯାହା ତାଙ୍କ ଦ୍ୱିତୀୟ ଆଗମନ ସମୟରେ ସଫଳ ହେବ। ଶେଷରେ ଏ କଥା କହିବାକୁ ଚାହେଁ ଯେ ତାଙ୍କ ଦ୍ୱିତୀୟ ଆଗମନ ସମୟରେ ତାଙ୍କ ବାସ୍ତବ ବିଜୟ ଯାତ୍ରା ହେବ। ପ୍ରଭୁ ଯୀଶୁ ଛୋଟ ଗଧ ଉପରେ ଯାତ୍ରା କରିବା ଦ୍ୱାରା ନିଜ ନମ୍ରତାକୁ ପ୍ରକାଶ କରୁଛନ୍ତି। ତାହା ସତ୍ୟ ନୁହେଁ। ଏହି ଛୋଟ ଗଧ ଉପରେ ରାଜା ଯାତ୍ରା କରୁଛନ୍ତି। ତାହା ଆଜିକାଲିର ଭୋଗବିଳାସ ଗାଡ଼ିରେ ବସି ଗଲା ପରି। ଗଧ ଶାନ୍ତିର ପ୍ରତୀକ ଓ ଘୋଡ଼ା ଯୁଦ୍ଧର ପ୍ରତୀକ। ଯେତେବେଳେ ଯୀଶୁ ଶାନ୍ତିର ପ୍ରତୀକ ଏହି ଛୋଟ ଗଧରେ ଯାତ୍ରା କଲେ, ସେ ନିଜକୁ ରାଜା ଭାବେ ଉତ୍ସର୍ଗ କରୁଛନ୍ତି। ଏ ସମସ୍ତ ସତ୍ତ୍ୱେ ଭାବବାଦୀ କହୁଛନ୍ତି ସେ ନମ୍ର। ତାହା ଦେଖିବା ଅତି ଗୁରୁତ୍ୱପୂର୍ଣ୍ଣ। ମାଥ୍ୟୁ 21 ପର୍ବ ତାର 6ରୁ 9 ପଦରେ ଲେଖା ଅଛି, ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କଲେ। ପୁଣି ଗଦର୍ବୀ ଓ ଶାବକଟି ଆଣି ସେମାନଙ୍କ ଉପରେ ବସ୍ତ୍ର ପାତିଦେଲେ, ଆଉ ସେ ତାହା ଉପରେ ବସିଲେ। ପୁଣି ଲୋକସମୂହ ମଧ୍ୟରୁ ଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇ ଦେବାକୁ ଲାଗିଲେ। ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକସମୂହ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋଶାନା ଦାଉଦ ସନ୍ତାନ। ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ। ଊର୍ଦ୍ଧ୍ୱ ଲୋକରେ ହୋଶାନା। ଏହା ମଧ୍ୟ ସମ୍ଭବପର ଯେ ଯୀଶୁ ଏହି ପଥ ଦେଇ କେବେ ମଧ୍ୟ ଜେରୁସାଲେମକୁ ଯାଇନଥିଲେ। ଯୋହନ ଲିଖିତ ସୁସମାଚାରରେ ଆମେ ଦେଖିବା। ଭାବୁଛି ସାଧାରଣତଃ ଯୀଶୁ ଗୁପ୍ତ ଭାବରେ ମେଷ ଦ୍ୱାର ଦେଇ ପ୍ରବେଶ କରୁଥିଲେ, ଯେଉଁ ଦ୍ୱାର ଦେଇ ବଳିଦାନ ନିମନ୍ତେ ପଶୁମାନଙ୍କୁ ଅଣାଯାଉଥିଲା। କିନ୍ତୁ ଏହି ସମୟରେ ନୁହେଁ। ସେ ରାଜା ଭାବେ ଯାତ୍ରା କରୁଛନ୍ତି। ଯେଉଁମାନେ ତାଙ୍କ ସହିତ ଥିଲେ ସେମାନେ ଚିହ୍ନି ପାରିଥିଲେ। ଏହା ତାଙ୍କ ନିମନ୍ତେ ସୁଯୋଗ ଥିଲା ଯେ ଅଗ୍ରାହ୍ୟ କରିବେ କି ଗ୍ରହଣ କରିବେ। ମାଥ୍ୟୁ 21 ପର୍ବ ତାର 10 ଏବଂ 11 ପଦରେ ଲେଖା ଅଛି, ଆଉ ସେ ଜେରୁସାଲେମରେ ପ୍ରବେଶ କରନ୍ତି। ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା। ସେଥିରେ ଲୋକସମୂହ କହିଲେ, ଏ ଗାଲିଲିସ୍ଥ ନାଜରିତର ଭାବବାଦୀ ଯୀଶୁ। ପ୍ରଭୁ ଯୀଶୁ ଶେଷ ସମୟରେ ଜେରୁସାଲେମରେ ତାଙ୍କର ଦାବି ସବୁକୁ ବିଚାର କରିବା ନିମନ୍ତେ ବାଧ୍ୟ କରୁଛନ୍ତି। ମାଥ୍ୟୁ 21 ପର୍ବ ତାର 12 ଏବଂ 13 ପଦରେ ଲେଖା ଅଛି, ପରେ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟ ବିକ୍ରୟ କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ। ପୁଣି ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ। ଆଉ ଯୀଶୁ ସେମାନଙ୍କୁ କହିଲେ, ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାର ଗୃହ ବୋଲି ଖ୍ୟାତ ହେବ, କିନ୍ତୁ ତୁମେମାନେ ତାହାକୁ ଦୃଶ୍ୟମାନଙ୍କ ଗହ୍ୱର କରିଅଛ। ଅତି କଠିନ ଶବ୍ଦ ବ୍ୟବହାର କରୁଛନ୍ତି, ନୁହେଁ କି? ତାଙ୍କ ବିଜୟ ଯାତ୍ରା ଉପରେ କିଛି ସତ୍ୟ ଆପଣଙ୍କ ସମ୍ମୁଖରେ ରଖିବାକୁ ଚାହୁଁଛି। ପ୍ରଥମରେ ଜଣେ ପାଳକଙ୍କ ମତରେ ବିଜୟ ଯାତ୍ରା ଉପଯୁକ୍ତ ଶବ୍ଦ ନୁହେଁ, କାରଣ ଆମେ ଦେଖିଥିଲୁ, କାରଣ ଜିଖରୀୟ ଭାବବାଦୀଙ୍କ ଅଳ୍ପ କିଛି ଭାବବାଣୀ ସଫଳ ହୋଇଛି। ପ୍ରଭୁ ଯୀଶୁ ଜେରୁସାଲେମକୁ ଆସିଲେ ଯେପରି ସେ ପରିତ୍ରାଣକର୍ତ୍ତା ହେବେ, ସେ ଆପଣାକୁ ଲୋକମାନଙ୍କ ନିକଟରେ ସମ୍ପୂର୍ଣ୍ଣ ପ୍ରକାଶ କରୁଛନ୍ତି। ଯଦି ଆମେ 4ଟି ସୁସମାଚାରକୁ ଏକତ୍ର ଅଧ୍ୟୟନ କରୁ,
ତେବେ ଏହି ଚିତ୍ର ଦେଖିବାକୁ ପାଉଁ ଯେ ସେ ଜେରୁସାଲେମକୁ କେବଳ ଗୋଟିଏ ଦିନ ଆସିନଥିଲେ, ତିନୋଟି ଭିନ୍ନ ଭିନ୍ନ ଦିନ ଆସିଥିଲେ। ପ୍ରଥମରେ ଶନିବାର ଦିନ, ଯାହା ବିଶ୍ରାମବାରର ଦିନ। ସେଦିନ ମୁଦ୍ରା ବ୍ୟବସାୟୀମାନେ ନଥିଲେ। ସେ ଚତୁର୍ଦିଗକୁ ଦେଖି ଚାଲିଗଲେ, ଯାହା ମାର୍କ 11 ପର୍ବ ତାର 11 ପଦରେ ଲେଖା ଅଛି। ପରେ ସେ ଜେରୁସାଲେମକୁ ଆସି ମନ୍ଦିରରେ ପ୍ରବେଶ କଲେ। ପୁଣି ଚତୁର୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ଦ୍ୱାଦଶଙ୍କ ସହିତ ବେଥନିଆକୁ ବାହାରିଗଲେ। ସେ ଯାଜକ ଭାବେ ପ୍ରବେଶ କଲେ। ଦ୍ୱିତୀୟ ଦିନ ଯୀଶୁ ଜେରୁସାଲେମରେ ରବିବାର ଦିନ ପ୍ରବେଶ କଲେ, ଯାହା ସପ୍ତାହର ପ୍ରଥମ ଦିନ। ମୁଦ୍ରା ବ୍ୟବସାୟୀମାନେ ସେଠାରେ ଥିଲେ। ସେ ମନ୍ଦିର ପରିଷ୍କାର କଲେ, ଯାହା 12 ଓ 13 ପଦରେ ଲେଖା ଅଛି। ସେହିଦିନ ସେ ରାଜା ଭାବେ ପ୍ରବେଶ କଲେ। ତୃତୀୟ ଦିନ ସେ ଜେରୁସାଲେମରେ ସୋମବାର ଦିନ ପ୍ରବେଶ କଲେ, ତାହା ସପ୍ତାହର ଦ୍ୱିତୀୟ ଦିନ। ସେହି ସମୟରେ ସେ ଜେରୁସାଲେମ ନିମନ୍ତେ ରୋଦନ କଲେ। ତାପରେ ମନ୍ଦିରରେ ପ୍ରବେଶ କଲେ, ଶିକ୍ଷା ଦେଲେ ଓ ସୁସ୍ଥ କଲେ, ଯାହା ଲୁକ 19 ପର୍ବ ତାର 41ରୁ 44 ଏବଂ 47 ଏବଂ 48 ପଦରେ ପାଉଁ। ସେହିଦିନ ସେ ଭାବବାଦୀ ଭାବେ ପ୍ରବେଶ କଲେ। ମାଥ୍ୟୁ, ମାର୍କ, ଲୁକରେ ଥିବା ବିବରଣୀକୁ ଯଦି ତୁଳନା କରୁ, ସେ 3 ଥର ଜେରୁସାଲେମକୁ ଯାତ୍ରା କରୁଛନ୍ତି। ଯୀଶୁ 3ଟି ଭିନ୍ନ ଭିନ୍ନ ଦିନରେ ଜେରୁସାଲେମରେ ପ୍ରବେଶ କରୁଛନ୍ତି। ଏହି 3 ଦିନ 3ଟି ଭୂମିକା ନେଇ ପ୍ରବେଶ କରୁଛନ୍ତି: ଯାଜକ, ରାଜା ଓ ଭାବବାଦୀ। ପ୍ରତିଦିନ ସନ୍ଧ୍ୟାରେ ବେଥନିରେ ବିଶ୍ରାମ ନେଉଥିଲେ। ସେ ବନ୍ଦୀ ନ ହେବା ଯାଏ ଜେରୁସାଲେମରେ ରାତ୍ରିକ୍ଷେପଣ କରିନଥିଲେ। ମନେ ରଖନ୍ତୁ, ବିଜୟ ଯାତ୍ରା କ୍ରୁଶ ଉପରେ ଶେଷ ହେଲା, କିନ୍ତୁ ସେ ବିଜୟତାର ସହିତ ଦ୍ୱିତୀୟ ଥର ଆସିବେ। ଏବ୍ରୀ ଲେଖକ ଏହାକୁ ଅତି ସୁନ୍ଦର ଭାବରେ କହନ୍ତି, ଯାହା ଏବ୍ରୀ 9 ପର୍ବ ତାର 28 ପଦରେ ଲେଖା ଅଛି। ଆଉ ତାହାପରେ ବିଚାର ନିରୂପିତ ଅଛି। ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ଜିଖରିୟ 14 ପର୍ବ ତାର 4 ପଦରେ କୁହାଯାଇଛି, ଯେତେବେଳେ ସେ ଏହି ଜଗତକୁ ଆସିବେ ତାଙ୍କ ପାଦ ଜିତ ପର୍ବତ ଉପରେ ରହିବ। ତାହାପରେ ଯେତେବେଳେ ଜେରୁସାଲେମରେ ପ୍ରବେଶ କରିବେ, ତାହା ବାସ୍ତବ ବିଜୟ ଯାତ୍ରା ହେବ। ଆମେ ଏହି 3ଟି ଯାତ୍ରାକୁ ବିଜୟ ଯାତ୍ରା କହିପାରିବା ନାହିଁ, କାରଣ ସେ ଆମ ପାପ ନିମନ୍ତେ କ୍ରୁଶରେ ମୃତ୍ୟୁଭୋଗ କରିବାକୁ ଯାଉଛନ୍ତି। ପ୍ରଭୁ ମନ୍ଦିର ପରିଷ୍କାର କଲା ପରେ ଅନେକ ସାହାଯ୍ୟ ନିମନ୍ତେ ଆସିଲେ। ମାଥ୍ୟୁ 21 ପର୍ବ ତାର 14 ପଦରେ ଲେଖା ଅଛି। ପୁଣି ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ଛାମକୁ ଆସନ୍ତି, ସେ ସେମାନଙ୍କୁ ସୁସ୍ଥ କଲେ। ଲକ୍ଷ୍ୟ କରନ୍ତୁ, ମାଥ୍ୟୁ କିପରି ଗୁରୁତ୍ୱ ଦେଉଛନ୍ତି ଯେ ଅନେକ ଲୋକ ସୁସ୍ଥତା ପାଇଲେ। ମାଥ୍ୟୁ 21 ପର୍ବ ତାର 15 ପଦରେ ଲେଖା ଅଛି। କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ସବୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା, ଦାଉଦ ସନ୍ତାନ ବୋଲି ଉଚ୍ଚସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ। ସେମାନେ ବିରକ୍ତ ହେଲେ। ମାଥ୍ୟୁ 21 ପର୍ବ ତାର 16 ଏବଂ 17 ପଦରେ ଲେଖା ଅଛି। ପୁଣି ତାହାଙ୍କୁ ପଚାରିଲେ, ଏମାନେ କ'ଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ? ଯୀଶୁ ସେମାନଙ୍କୁ କହିଲେ, ହଁ, ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀ ମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବସିଦ୍ଧ କରିଅଛ। ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରିନାହଁ? ଆଉ ସେ ସେମାନଙ୍କୁ ପରିତ୍ୟାଗ କରି ନଗରରୁ ବାହାରି ବେଥନିଆକୁ ଯାଇ ସେଠାରେ ରାତ୍ରି ଯାପନ କଲେ। ସେ ସେମାନଙ୍କୁ ପରିତ୍ୟାଗ କରି ନଗରରୁ ବାହାରି, ଏହା ଧର୍ମନେତାମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବାର ପ୍ରତୀକ। ନଗରରୁ ବାହାରି ବେଥନିଆକୁ ଯାଇ ସେଠାରେ ରାତ୍ରି ଯାପନ କଲେ। ଯେପରି ଆମେ ପୂର୍ବରୁ ଆଲୋଚନା କରିଛୁ, ଆମ ପ୍ରଭୁ ବନ୍ଦୀ ହେବା ରାତ୍ରି ପର୍ଯ୍ୟନ୍ତ ଜେରୁସାଲେମରେ ରାତ୍ରି ବିତାଇ ନଥିଲେ। କିନ୍ତୁ ଆମେ ଦେଖିବାକୁ ପାଉଁ ଯେ ସେ ପରଦିନ ପୁଣି ଜେରୁସାଲେମକୁ ଫେରି ଆସୁଛନ୍ତି। ମୋ ମତରେ ଲୁକ ଏହି ଯାତ୍ରା ଉପରେ ହିଁ ଗୁରୁତ୍ୱ ଦେଉଛନ୍ତି, ଯାହାକି ସୋମବାର ସକାଳେ ତାଙ୍କର ତୃତୀୟ ତଥା ଶେଷ ଯାତ୍ରା ଥିଲା। ମାଥ୍ୟୁ 21 ପର୍ବ ତାର 18 ଏବଂ 19 ପଦରେ ଲେଖା ଅଛି। ସକାଳେ ସେ ନଗରକୁ ବାହୁଡ଼ିବା ସମୟରେ କ୍ଷୁଧିତ ହେଲେ, ଆଉ ବାଟ ପାଖରେ ଗୋଟିଏ ଡିମ୍ବିରି ଗଛ ଦେଖି ତାହା ପାଖକୁ ଗଲେ। ପୁଣି କେବଳ
ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, ଆଉ କେବେ ହେଁ ତୁଠାରେ ଫଳ ନ ହେଉ। ସେଥିରେ ସେହି କ୍ଷଣି ସେହି ଡିମ୍ବିରି ଗଛ ଶୁଖିଗଲା। ଡିମ୍ବିରି ଗଛ ଘଟଣାର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା ବାସ୍ତବରେ କଷ୍ଟକର ବିଷୟ। ଡିମ୍ବିରି ଗଛ କାହାର ପ୍ରତିନିଧିତ୍ୱ କରେ ସେ ବିଷୟରେ ମୁଁ ବିଭିନ୍ନ ପ୍ରକାର ମତ ଶୁଣିଛି। ବିଶ୍ୱାସ କରେ ଯେ ମାଥ୍ୟୁ 24 ପର୍ବରେ ଥିବା ଡିମ୍ବିରି ଗଛ ହେଉଛି ଇସ୍ରାଏଲର ପ୍ରତୀକ, ଯାହା ଆମେ ଆଗକୁ ଦେଖିବା। ଅତି କମ୍ରେ ଆମେ ଏତିକି ଦୃଢ଼ତାର ସହିତ କହିପାରିବା ଯେ ଯେତେବେଳେ ପ୍ରଭୁ ଏହି ପୃଥିବୀକୁ ଆସିଲେ ସେତେବେଳେ ଇସ୍ରାଏଲ ଜାତି ମଧ୍ୟରେ କୌଣସି ଆତ୍ମିକ ଫଳ ଦେଖିବାକୁ ମିଳିନଥିଲା। ସେଠାରେ କେବଳ ଏକ ରୀତିନୀତି ଓ ନିର୍ଜୀବ ଧର୍ମ ବାହ୍ୟ ପତ୍ରଗୁଡ଼ିକ ହିଁ ଥିଲା। ପ୍ରଭୁ ନିନ୍ଦା କରିଥିଲେ ଇସ୍ରାଏଲ ଜାତି କେବଳ ଏକ ଧାର୍ମିକ ରୂପ ନେଇ ଜୀବନଯାପନ କରୁଥିଲା, କିନ୍ତୁ ସେମାନଙ୍କଠାରେ ଆତ୍ମିକ ଶକ୍ତି ନଥିଲା। ଈଶ୍ୱର ସେମାନଙ୍କୁ ଯାହା ଦେଇଥିଲେ ତାହାକୁ ସେମାନେ ଏକ ଜୀବନବିହୀନ ମୃତ ରୀତିନୀତିରେ ପରିଣତ କରିଦେଇଥିଲେ, ଯେଉଁଥିରେ କୌଣସି ପାର୍ଥକ୍ୟ ନଥିଲା ଓ ଯାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସାଧନ କରୁନଥିଲା। ଆଜିର ମଣ୍ଡଳୀ ମଧ୍ୟ ପ୍ରଭୁ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରି ବିମୁଖ ହୋଇଛନ୍ତି। ଈଶ୍ୱର ମଣ୍ଡଳୀ ସହିତ ମଧ୍ୟ ସମାନ ବ୍ୟବହାର କରିପାରିବେ। ପୁଣି ଥରେ ମୁଁ ଆପଣଙ୍କୁ କହିବି ଯେ ଡିମ୍ବିରି ଗଛକୁ ଅଭିଶାପ ଦେବା ସାଙ୍କେତିକ ଚିହ୍ନ ଥିଲା। ନିଶ୍ଚିତ ଭାବରେ ସେ ଇସ୍ରାଏଲ ଜାତିକୁ ନିନ୍ଦା କରିଥିଲେ ଏବଂ ଏହି ଜାତି 70 ଖ୍ରୀଷ୍ଟାବ୍ଦରେ ଏକ ଭୟାବହ ଧ୍ୱଂସାତ୍ମକ ବିଚାରର ସମ୍ମୁଖୀନ ହୋଇଥିଲା। ମାଥ୍ୟୁ 21 ପର୍ବ ତାର 20 ପଦରେ ଲେଖା ଅଛି, ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରି ଗଛଟି କିପରି ସେହି କ୍ଷଣି ଶୁଖିଗଲା। ସେମାନଙ୍କ ନିମନ୍ତେ ଏହା ଆଶ୍ଚର୍ଯ୍ୟ ବିଷୟ ଥିଲା। ମାଥ୍ୟୁ 21 ପର୍ବ ତାର 21 ଏବଂ 22 ପଦରେ ଲେଖା ଅଛି। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରି ଗଛ ପ୍ରତି ଯେପରି କରାଯାଇଅଛି କେବଳ ଯେ ସେପରି କରିବ ତାହା ନୁହେଁ, ମାତ୍ର ଯଦି ଏହି ପର୍ବତକୁ ସୁଦ୍ଧା ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ତାହାହେଲେ ତାହା ଘଟିବ। ପୁଣି ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ ସେସବୁ ପାଇବ। ଆମ ପ୍ରଭୁ ସେମାନଙ୍କୁ ପ୍ରାର୍ଥନା ବିଷୟରେ ଶିକ୍ଷା ଦେଉଛନ୍ତି ଯେ ପ୍ରାର୍ଥନା ବିଶ୍ୱାସ ସହିତ କରିବା ଆବଶ୍ୟକ। ଡିମ୍ବିରି ଗଛଟି ଅଭିଶପ୍ତ ହୋଇ ଶୁଖିଯାଇଥିବାରୁ ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ସେ ସେମାନଙ୍କୁ କହୁଛନ୍ତି ଯେ ସେମାନଙ୍କର ସମସ୍ୟା ହେଉଛି ଈଶ୍ୱର ଯେ ଏଭଳି ଏକ ଅଲୌକିକ କାର୍ଯ୍ୟ କରିପାରିବେ ତାହା ବିଶ୍ୱାସ କରିବା ପାଇଁ ଈଶ୍ୱରଙ୍କଠାରେ ଭରସା କରୁନାହାନ୍ତି। ପ୍ରକୃତରେ କହିବାକୁ ଗଲେ ମୁଁ ବିଶ୍ୱାସ କରେ ନାହିଁ ଯେ ଡିମ୍ବିରି ଗଛକୁ ଅଭିଶାପ ଦେବା କିମ୍ବା ପର୍ବତକୁ ସ୍ୱସ୍ଥାନରୁ ହଟାଇବା ଆମର କାମ। ଗୀତ ସଂହିତା 121ରେ ଗୀତରଚକ କହନ୍ତି, ମୁଁ ପର୍ବତଗଣ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରିବି, କେଉଁଠାରୁ ମୋହର ସାହାଯ୍ୟ ଆସିବ। ସେଥିର ଅର୍ଥ ନୁହେଁ ଯେ ତାଙ୍କର ସାହାଯ୍ୟ ପର୍ବତଠାରୁ ଆସିବ, କାରଣ ସେ କହିନଥିଲେ ଯେ ଆମ ସାହାଯ୍ୟ ପର୍ବତଗଣଠାରୁ ଆସିବ। ଯାହା ଗୀତ ସଂହିତା 121 ତାର 1 ଏବଂ 2ରେ ଲେଖା ଅଛି। ମୋହର ସାହାଯ୍ୟ ସଦାପ୍ରଭୁଙ୍କ ଠାରୁ ଆସେ, ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ। ନିଶ୍ଚିତ ଭାବରେ ଆମେ ପର୍ବତ ଆଡ଼କୁ ଚାହିଁନଥାଉଁ, କେବଳ ଆନନ୍ଦ ଉପଭୋଗ କରିବା ପାଇଁ ଚାହିଁଥାଉଁ ଏବଂ ଆମେ କେବେ ହେଲେ ସେସବୁକୁ ସ୍ୱସ୍ଥାନରୁ ହଟାଇବାକୁ ଚାହିଁନଥାଉଁ। ମୁଁ ଅନୁଭବ କରେ ଯେ ପାହାଡ଼ ହଟାଇବା ଏବଂ ଡିମ୍ବିରି ଗଛକୁ ଅଭିଶାପ ଦେବା ଅପେକ୍ଷା କିଛି ବଡ଼ ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାର ଅଛି। ତାହା ହେଲା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା, ଈଶ୍ୱରଙ୍କର ବାକ୍ୟକୁ ବାଣ୍ଟିବା, ଯେପରି ଈଶ୍ୱରଙ୍କ ପବିତ୍ର ଆତ୍ମା ଏହାକୁ ବ୍ୟବହାର କରିପାରିବେ। ଯେତେବେଳେ ମାଟିରେ ତିଆରି ଓଠ ଏପରି କିଛି କହିପାରେ ଯାହାକୁ ଈଶ୍ୱରଙ୍କ ଆତ୍ମା ଜୀବନକୁ ବଦଳାଇବା ପାଇଁ ବ୍ୟବହାର କରିପାରନ୍ତି, ସେଥିପାଇଁ ବିଶ୍ୱାସର ଆବଶ୍ୟକ। ଯେଉଁ ବିଶ୍ୱାସର ଆବଶ୍ୟକତା ଅଛି ତାହା ହେଉଛି ଈଶ୍ୱର ଯେ ତାଙ୍କ ବାକ୍ୟକୁ ବ୍ୟବହାର କରିପାରିବେ ତାହା ବିଶ୍ୱାସ କରିବା। ପ୍ରଭୁ ଯୀଶୁ ପୁଣି ଏଠାରେ ଧର୍ମନେତାମାନଙ୍କ ଦ୍ୱାରା ପ୍ରଶ୍ନର ଶିକାର ହେଉଛନ୍ତି। ମାଥ୍ୟୁ 21 ପର୍ବ ତାର 23 ପଦରେ ଲେଖା ଅଛି, ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନ ବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭେ କେଉଁ ଅଧିକାରରେ ଏ ସମସ୍ତ କରୁଅଛ? ଆଉ ତୁମକୁ କିଏ ଏହି ଅଧିକାର ଦେଲା? ଧର୍ମନେତାମାନଙ୍କ ବ୍ୟବହାର ଦିନକୁ ଦିନ କଠୋର ହେବାକୁ ଲାଗିଲା। ପ୍ରଭୁ ଯୀଶୁ
ଯାହା କରୁଛନ୍ତି ସେ ବିଷୟରେ ସେମାନେ କୌଣସି ପ୍ରଶ୍ନ କରୁନାହାନ୍ତି। ଆପଣ ତାହା ଲକ୍ଷ୍ୟ କରୁଛନ୍ତି କି? ସେ କରୁଥିବା ଅଲୌକିକ କାର୍ଯ୍ୟଗୁଡ଼ିକୁ ଅସ୍ୱୀକାର କରିବା ପାଇଁ ସେମାନଙ୍କ ପାଖରେ କୌଣସି କାରଣ ନାହିଁ। ସେମାନେ କେବଳ ତାଙ୍କର ଅଧିକାର ଉପରେ ହିଁ ପ୍ରଶ୍ନ କରୁଛନ୍ତି। ମାଥ୍ୟୁ 21 ପର୍ବ ତାର 24 ପଦରେ ଲେଖା ଅଛି, ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ମଧ୍ୟ ତୁମମାନଙ୍କୁ ଗୋଟିଏ କଥା ପଚାରିବି। ଯଦି ତୁମ୍ଭେମାନେ ମୋତେ ତାହା କହିବ, ତେବେ କେଉଁ ଅଧିକାରରେ ମୁଁ ଏହି ସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମମାନଙ୍କୁ କହିବି। ସେମାନଙ୍କ ନିମନ୍ତେ ତାଙ୍କ ପ୍ରଶ୍ନ ହେଲା ମାଥ୍ୟୁ 21 ପର୍ବ ତାର 25 ଏବଂ 26 ପଦରେ ଲେଖା ଅଛି, ଯୋହନଙ୍କର ବାପ୍ତିସ୍ମ କେଉଁଠାରୁ ହୋଇଥିଲା, ସ୍ୱର୍ଗରୁ ବା ମନୁଷ୍ୟଠାରୁ? ସେଥିରେ ସେମାନେ ପରସ୍ପର ତର୍କ ବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହେଲେ ସେ ଆମ୍ଭମାନଙ୍କୁ କହିବେ, ତେବେ ତୁମ୍ଭେମାନେ କାହିଁକି ତାଙ୍କୁ ବିଶ୍ୱାସ କଲ ନାହିଁ? କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକସମୂହକୁ ତ ଭୟ, କାରଣ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନନ୍ତି। ଆପଣ ଦେଖନ୍ତୁ, ଏହି ଧର୍ମନେତାମାନେ ଯୀଶୁଙ୍କୁ ତାଙ୍କୁ ଦ୍ୱନ୍ଦ୍ୱରେ ପକାଇ ଫାନ୍ଦରେ ବାନ୍ଧିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଯୀଶୁ ସେମାନଙ୍କୁ ହିଁ ଏକ ବଡ଼ ଧର୍ମ ସଙ୍କଟ ମଧ୍ୟକୁ ଠେଲିଦେଲେ। ସେ କହିଲେ, ମୁଁ କେଉଁ ଅଧିକାରରେ କାର୍ଯ୍ୟ କରୁଛି ତାହା ଆପଣମାନଙ୍କୁ କହିବି। ଯଦି ଆପଣମାନେ ମୋତେ କହିବେ ଯେ ଯୋହନ ବାପ୍ତିଜକ କେଉଁ ଅଧିକାରରେ ତାଙ୍କ କାର୍ଯ୍ୟ କରୁଥିଲେ, ତାହା ସ୍ୱର୍ଗରୁ ଥିଲା ନା ମନୁଷ୍ୟମାନଙ୍କ ଠାରୁ? ନିଶ୍ଚିତ ଭାବରେ ଯଦି ସେମାନେ କହିଥାନ୍ତେ ଯେ ତାହା ସ୍ୱର୍ଗରୁ ଥିଲା, ତେବେ ପ୍ରଭୁ କହିଥାନ୍ତେ, ମୁଁ ମଧ୍ୟ ସେହି ଅଧିକାରରେ କାର୍ଯ୍ୟ କରୁଛି। ତେଣୁ ସେମାନେ ତାଙ୍କୁ କୌଣସି ଉତ୍ତର ଦେଲେ ନାହିଁ। ସେମାନେ ଯୋହନଙ୍କ ଅଧିକାରକୁ ସ୍ୱର୍ଗରୁ ବୋଲି ସ୍ୱୀକାର କରୁନଥିଲେ। ତେଣୁ ସ୍ୱାଭାବିକ ଭାବେ ସେମାନେ ଯୀଶୁଙ୍କ ଅଧିକାରକୁ ମଧ୍ୟ ସ୍ୱୀକାର କରିନଥାନ୍ତେ। ମାଥ୍ୟୁ 21 ପର୍ବ ତାର 27 ପଦରେ ଲେଖା ଅଛି, ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁନାହିଁ। ସେ ମଧ୍ୟ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏ ସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମମାନଙ୍କୁ କହିବି ନାହିଁ। ଆପଣ ସେହି ପରିସ୍ଥିତିରେ କିପରି ଉତ୍ତେଜନା ସୃଷ୍ଟି ହୋଇଥିବ ବୁଝିପାରିଥିବେ। ପ୍ରଭୁ ଧର୍ମନେତାମାନଙ୍କୁ ତୀବ୍ର ସମାଲୋଚନା କରିବାକୁ ଯାଉଛନ୍ତି। ସେ ଏଭଳି ଏକ ଦୃଷ୍ଟାନ୍ତ ଦେଉଛନ୍ତି ଯାହା କରଗ୍ରାହୀ ଓ ବେଶ୍ୟାମାନେ ମଧ୍ୟ ସେମାନଙ୍କଠାରୁ ଉତ୍ତମ। ଯୀଶୁଙ୍କର ଏହି ଶିକ୍ଷା ଆଦୌ ଅଗ୍ରାହ୍ୟ କରାଯାଇପାରିବ ନାହିଁ। ପ୍ରଭୁ ଏହି ଦୁଇ ପ୍ରକାର ଲୋକଙ୍କ ସହିତ ତୁଳନା କରୁଛନ୍ତି। ମାଥ୍ୟୁ 21 ପର୍ବ ତାର 28-31 ପଦରେ ଲେଖା ଅଛି, ମାତ୍ର ତୁମ୍ଭେମାନେ କ'ଣ ମନେକର, ଜଣେ ବ୍ୟକ୍ତିଙ୍କର 2ଟି ପୁତ୍ର ଥିଲେ। ସେ ପ୍ରଥମ ନିକଟକୁ ଆସି କହିଲେ, ପୁଅ, ଯା, ଆଜି ଦ୍ରାକ୍ଷା କ୍ଷେତ୍ରରେ କାମ କର। ସେ ଉତ୍ତର ଦେଲା, ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରିଗଲା। ପୁଣି ସେ ଦ୍ୱିତୀୟ ନିକଟକୁ ଆସି ସେହି ପ୍ରକାର କହିଲେ। ସେ ଉତ୍ତର ଦେଲା, ଆଜ୍ଞା, ମୁଁ ଯାଉଛି, କିନ୍ତୁ ଗଲା ନାହିଁ। ଏହି ଦୁଇଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା? ସେମାନେ କହିଲେ, ପ୍ରଥମ ଜଣକ। ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମମାନଙ୍କ ଆଗେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି। ଏହି ଦୃଷ୍ଟାନ୍ତଟି ଧର୍ମନେତାମାନଙ୍କ ପାଇଁ ଭୟଙ୍କର ଅପମାନଜନକ ବିଷୟ ଥିଲା। ଯୀଶୁ ସେମାନଙ୍କୁ ସେହି ଦ୍ୱିତୀୟ ପୁତ୍ରଙ୍କ ସହିତ ତୁଳନା କରୁଛନ୍ତି, ଯିଏ କହିଥିଲା ଯେ ସେ ତାର ପିତାଙ୍କ କାମ ପାଇଁ କରିବ, କିନ୍ତୁ କଲା ନାହିଁ। ପ୍ରଭୁ ଏହି ଧର୍ମନେତାମାନଙ୍କ ଅପେକ୍ଷା କରଗ୍ରାହୀ ଏବଂ ବେଶ୍ୟାମାନଙ୍କୁ ଏକ ଉଚ୍ଚ ସ୍ତରରେ ସ୍ଥାନ ଦେଉଛନ୍ତି। ଏହି ଦୃଷ୍ଟାନ୍ତଟି ଆଜିର ସମୟରେ ମଧ୍ୟ ପ୍ରଯୁଜ୍ୟ ଅଟେ। ଅନେକ ଲୋକ ମଣ୍ଡଳୀରେ ଯୋଗ ଦିଅନ୍ତି ଏବଂ ଧର୍ମ କାର୍ଯ୍ୟରେ ଲାଗି ରୁହନ୍ତି ଓ ନିଜକୁ ଖ୍ରୀଷ୍ଟିଆନ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ସେମାନେ ତାହା ନୁହନ୍ତି। ସେମାନେ ନିଜ ମଣ୍ଡଳୀର ରୀତିନୀତିଗୁଡ଼ିକୁ ପାଳନ କରିପାରନ୍ତି ଓ ଧର୍ମନୀତି ଗ୍ରହଣ କରିପାରନ୍ତି, କିନ୍ତୁ ଯେପର୍ଯ୍ୟନ୍ତ ସେମାନଙ୍କ ଜୀବନରେ ଏକ ଆଧ୍ୟାତ୍ମିକ ପରିବର୍ତ୍ତନ ଆସିନାହିଁ, ସେ ପର୍ଯ୍ୟନ୍ତ ସେମାନେ ପ୍ରକୃତ ବିଶ୍ୱାସୀ ନୁହନ୍ତି। 2 କରନ୍ଥୀୟ 5 ପର୍ବ ତାର 17 କହେ, ଯେଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟ ସବୁ ହୋଇଅଛି। କରଗ୍ରାହୀ ଓ ବେଶ୍ୟା ସେମାନଙ୍କ ପାପକୁ ବୁଝିପାରିଲେ ଓ ଖ୍ରୀଷ୍ଟଙ୍କ ନିକଟକୁ ପରିତ୍ରାଣ ନିମନ୍ତେ ଫେରି ଆସିଲେ। ଯଦିଓ ସେମାନେ ବିଳମ୍ବରେ ଆସିଲେ, ପ୍ରଥମେ ସେମାନେ ଈଶ୍ୱରଙ୍କୁ ମନା କରିଦେଇଥିଲେ, କିନ୍ତୁ ପରେ ସେମାନେ ଅନୁତାପ କଲେ ଏବଂ ତାଙ୍କ ପାଖକୁ ଆସିଲେ ଏବଂ ଯୀଶୁ ସେମାନଙ୍କୁ ଗ୍ରହଣ କଲେ। ମାଥ୍ୟୁ 21 ପର୍ବ ତାର 32 ପଦରେ ଲେଖା ଅଛି, କାରଣ ଯୋହନ
ତୁମମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାଙ୍କୁ ବିଶ୍ୱାସ କଲ ନାହିଁ। ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାଙ୍କୁ ବିଶ୍ୱାସ କଲେ। କିନ୍ତୁ ତୁମ୍ଭେମାନେ ଯେପରି ତାଙ୍କୁ ବିଶ୍ୱାସ କରିପାର, ଏଥିନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ। ଧର୍ମନେତାମାନଙ୍କ ଧର୍ମ କେବଳ ବାହ୍ୟ ଆଡ଼ମ୍ବର ସୀମିତ ଥିଲା, ଯାହାର ଭିତର ଭାଗ ସମ୍ପୂର୍ଣ୍ଣ ଶୂନ୍ୟ ଥିଲା। କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ଯୀଶୁଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରେ, ସେତେବେଳେ ସେମାନଙ୍କର ଅନ୍ତର ହୋଇଯାଏ ନାହିଁ, ବରଂ ତାହା ସମ୍ପୂର୍ଣ୍ଣ ନୂଆ ହୋଇଯାଏ। ପ୍ରଭୁ ଆମକୁ ନୂଆ କରିବାକୁ ଚାହାନ୍ତି। ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଥରେ ଆପଣଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ, ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ। ଆଜି ପୁଣି ଥରେ ପ୍ରଭୁ ଆମମାନଙ୍କୁ ତୁମେ ସୁନ୍ଦର ସୁଯୋଗ ଦେଲ। ତୁମରି ପବିତ୍ର ସାନ୍ନିଧ୍ୟକୁ ଆସି ତୁମରି ପାଦ ତଳେ ବସି ତୁମରି ବାକ୍ୟ ଅଧ୍ୟୟନ କରିବା ପାଇଁ ଆମେମାନେ ସୁଯୋଗ ପାଇଲୁ, ସେଥିଲାଗି ଧନ୍ୟବାଦ ଦେଉଛୁ। ପବିତ୍ର ପ୍ରିୟ ପ୍ରଭୁ, ଆଜିର ଅଧ୍ୟୟନ ମଧ୍ୟରେ ଯାହା କିଛି ପ୍ରଭୁ ଆମମାନେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରି ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ଯେପରି ଦିନ ପ୍ରତିଦିନ ତୁମଠାରେ ବିଶ୍ୱାସ ଏବଂ ଭରସାର ଜୀବନ କାଟି ତୁମରି ନାମକୁ ଯେପରି ଗୌରବ ଦେଇପାରିବୁ, ସେହିପରି ତୁମେ କୃପା କର। ମଙ୍ଗଳମୟ ପ୍ରିୟ ପ୍ରଭୁ, ଆମମାନଙ୍କର ମଧ୍ୟରେ କେହି ଯଦି ଦୁଃଖରେ ଅଛି, କଷ୍ଟରେ ଅଛି, ସମସ୍ୟାର ମଧ୍ୟରେ ଅଛି, ସେମାନଙ୍କର ଦୁଃଖ କଷ୍ଟ ସମସ୍ୟାକୁ ପ୍ରଭୁ ଯୀଶୁଙ୍କ ନାମରେ ତୁମେ ଦୂର କର। ଧନ୍ୟବାଦ ଦେଉଛୁ ପ୍ରଭୁ, ଆମମାନଙ୍କର ପ୍ରାର୍ଥନା ତୁମେ ଶୁଣିଅଛ। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଅଛୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହି ଅଧ୍ୟୟନରୁ ଆମେ ଶିଖିଲୁ ଯେ ମାଥ୍ୟୁ 21 ଅଧ୍ୟାୟରେ ଯୀଶୁ ସମ୍ପୂର୍ଣ୍ଣ ଅଧିକାର ଏବଂ ଉଦ୍ଦେଶ୍ୟ ସହିତ କ୍ରୁଶ ଅଭିମୁଖେ ଅଗ୍ରସର ହେବା ସମୟରେ ନିଜକୁ ପ୍ରକାଶ୍ୟରେ ଜଣେ ରାଜା ଭାବରେ ଉପସ୍ଥାପନ କରିଥିଲେ। ପ୍ରିୟ ଦର୍ଶକ ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ପ୍ରଶ୍ନର ଉତ୍ତରଟି ହେଉଛି ସି, ଯାକୁବ ଏବଂ ଯୋହନ। ଆଜିର ପ୍ରଶ୍ନଟି ହେଉଛି ଜେରୁସାଲାମ ମନ୍ଦିର ପରିଷ୍କାର କରିବା ପରେ ପ୍ରଭୁ ଯୀଶୁ କେଉଁଠାରେ ରାତି ବିତାଇଥିଲେ? ଏ, ଜେରୁସାଲାମରେ, ବି, ବେଥଲିମରେ, ସି, ଗାଲିଲିରେ, ଡି, ବେଥନିଆରେ। এই প্রশ্নর উত্তর আসন্তাকালি সন্ধ্যা 6টা ମଧ୍ୟରେ অপশন ମଧ୍ୟରୁ সঠিক উত্তর বাছি ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା WhatsApp ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ନବରଙ୍ଗପୁରରୁ ଅଙ୍କିତ ଚନ୍ଦ୍ର।